ଛୋଟ ଛୋଟ ପିଲାମାନେ ଗପ ସମୟ ହେଇଗଲା। ଆଜିର ଗପ ଆରମ୍ଭ କରିବା। ମନ ଦେଇକି ଶୁଣ। ଥରେ କ'ଣ ହେଇଛି ନା, ଗୋଟେ ରାଜ୍ୟରେ ଜଣେ ରାଜା ଥିଲେ। ରାଜାଙ୍କର ନାଁ ମୋହନ କୁମାର। ଦେଖିବାକୁ ଭାରି ସୁନ୍ଦର, ତା ସହିତ ସେ ଯୁଦ୍ଧ ବିଦ୍ୟାରେ ବି ଅତିଶୟ ପାରଙ୍ଗମ ଥିଲେ। ହେଲେ ସିଏ ତାଙ୍କର ସେନାପତି, ମନ୍ତ୍ରୀ, ପାରିଷଦ ସମସ୍ତଙ୍କୁ ନେଇକି ରାଜ୍ୟ ଠିକରେ ଚଳାଉଥିଲେ। କ'ଣ ହେଇଛି ନା, ସେଇ ଗାଁରେ, ସେଇ ରାଜ୍ୟରେ ଗୋଟେ କୃପା ସିନ୍ଧୁ ନାମକ ଗୋଟେ ଚାଷୀ ଥିଲା। ତାର ବେଶୀ ଜମି ନଥିଲା, ଅଳ୍ପ ଜମି ଥିଲା। ସେଇ ଜମିରେ ସେ କଷ୍ଟେ ମଷ୍ଟେ ଚାଷ କରି ଚଳୁଥିଲା। ତାର ଗୋଟେ ବିଶେଷତ୍ୱ ଗୁଣ କ'ଣ ଥିଲା ନା, ସିଏ ଦେଖିବାକୁ ଟିକେ ସେଇ ରାଜାଙ୍କ ଭଳି, ମାନେ ମୋହନ କୁମାରଙ୍କ ଭଳି। ମାନେ ଲୋକ ଦେଖିଲେ, ଯଦି ଯିଏ ଦି ଜଣ ଯାକ ଦେଖିବ ପାଖାପାଖି କହିବ ହଁ ଇଏ ତ ତାର ଜାଆଁଳା ଭାଇ ହେଇଥିବ ବୋଧେ ଆଉ। କିନ୍ତୁ ସତ କଥା ହେଉଛି ରାଜାଙ୍କ ସହିତ ଆର କୌଣସି ସମ୍ପର୍କ ନାହିଁ। ୟାକୁ ସବୁ ଲୋକ କହନ୍ତି, ତୁ ତ ରାଜା ଭଳି ଦେଖାଯାଉଛୁ, ଆରେ ତୁ ତ ଆମ ରାଜ୍ୟ ରାଜା ଭଳି ଦେଖାଯାଉଛୁ। ଇଏ ଖାଲି ଶୁଣେ, ମନେ ମନେ ଦୁଃଖ କରେ, ହଁ ମୁଁ ରାଜା, ମୁଁ ତ ଚାଷୀ, କେତେ କଷ୍ଟ କରି ଟିକେ ରୋଜଗାର କରୁଛି, ଏଭଳିଆ ଭାବିକି ଥାଏ। ହେଲେ ଦିନେ କ'ଣ ହେଇଛି ନା, ରାଜା ବେଳେବେଳେ ରାତିରେ ଛଦ୍ମବେଶ ଧରିକି, କେତେବେଳେ ଗରିବ ଭିକାରୀ, କେତେବେଳେ ପାଗଳ, ଏମିତି ସବୁ ବେଶ ଧରିକି ରାଜ୍ୟ ସାରା ବୁଲନ୍ତି। ତାକୁ କୁହନ୍ତି ଅନ୍ଧାରୀ ବିଜେ। ଅନ୍ଧାର ରାତିରେ ସିଏ ବୁଲିଲେ କେଉଁଠି ଚୋର, କେଉଁଠି ଦୁଷ୍ଟ ନଷ୍ଟ ସବୁ ଜାଣିପାରିବେ। ତା ସହିତ ଆଉ ରାଜାଙ୍କ ନାଁରେ କିଏ ଭଲ ମନ୍ଦ କଥା ହେଉଛି, କି ଶତ୍ରୁ ରାଜ୍ୟ ବିଷୟରେ କିଏ ଜାଣିଛି, ଏ ଖବର ବି ତାଙ୍କ କାନକୁ ଆସିବ। ବା କେଉଁ ରାଜକର୍ମଚାରୀ ଯଦି ଲାଞ୍ଚ ନେଉଛି କି କ'ଣ, ସବୁ ଖବର ଜାଣିବା ପାଇଁ ସେ ସେମିତି ରାତିରେ ଛଦ୍ମବେଶରେ ବୁଲନ୍ତି। ବୁଲିଲେ ସେଥର କ'ଣ ହେଇଛି ନା, ରାଜା ଛଦ୍ମବେଶରେ ଆସିକି ବୁଲୁ ବୁଲୁ ସେଇ ଚାଷୀ ଘର, କୃପା ସିନ୍ଧୁ ଯେଉଁ ଚାଷୀ ଥିଲା, ତାର ଘର ଦୁଆର ମୁହଁରେ ଦେଖିଲେ ଯେ କୃପା ସିନ୍ଧୁ ଗୋଟେ ବସିଛି ମନ ଦୁଃଖ କରିକି। ରାଜା ତ ଜାଣନ୍ତିନି ସେ କୃପା ସିନ୍ଧୁ କ'ଣ, କିନ୍ତୁ ଦେଖିଦେଲା ମାତ୍ରେ ଜାଣିଦେଲେ ଯେ ଆରେ ଇଏ ତ କ'ଣ ମୋ ଭଳି ଦେଖାଯାଉଛି। ଆଉ ଯଦି ଦେଖାଯାଉଛି, ଇଏ ତ ଛଦ୍ମବେଶରେ ଅଛନ୍ତି, ଗୋଟେ ଗରିବ ଭିକାରୀ ବେଶରେ, ଆକୁ ତ କେହି ଚିହ୍ନି ପାରିବେନି। ଇଏ ଯାଇକି ଟିକେ ବସିଲେ, ଟିକେ ଦୂରରେ ବସିକି ଚାହିଁଲେ ତା ଆଡ଼େ। ଦେଖିଲା ବେଳକୁ କ'ଣ ହେଇଛି ନା, କୃପା ସିନ୍ଧୁ ବସିକି ମନ ଦୁଃଖରେ ଠାକୁରଙ୍କୁ ଡାକୁଛି, ହେ ଭଗବାନ, ଯେ ମୋ ଭଳି ଲୋକଟିକୁ ଏମିତି କଲ, ମୋ ଭଳି ସେମ୍ ଲୋକ ସବୁ ଦେଖିବାକୁ ତାଙ୍କୁ ରାଜା କରିଛ, କେତେ ସୁଖ ଶାନ୍ତିରେ, କେତେ ଆରାମରେ ସେ ଅଛନ୍ତି। ମୋତେ ହେଲେ କିଛି ଦିନ ପାଇଁ ହେଲେ, 4-6 ମାସ ପାଇଁ ହେଲେ ରାଜା କରିଦିଅନ୍ତନି, ମୁଁ ହେଲେ ଟିକେ ଶାନ୍ତିରେ ରୁହନ୍ତି। ଏଇ ଚାଷବାସ କରି କରି କଷ୍ଟରେ ମୋ ଦିନ ଯାଉଛି। ଏମିତି ସିଏ ଠାକୁରଙ୍କୁ ଡାକୁଛି। ରାଜା ଶୁଣିକି ତାକୁ ଚାହିଁଲେ, ଚାହିଁକି ଟିକେ ପାଖକୁ ଆସିଲେ। ପାଖକୁ ଆସିକି କହିଲେ, ଆଚ୍ଛା ତମେ ଡାକୁଛ ଠାକୁରଙ୍କୁ ଯେ, ତମେ ଯଦି ରାଜା ହେଇଯିବ ତମେ କ'ଣ ଦେଶକୁ ଚଳେଇ ପାରିବ? ସେ କହିଲା, ରାଜା କୋଉ ବଡ଼ କଥା ଚଲେଇବାକୁ କି, ସେନାପତି ଅଛନ୍ତି, ମନ୍ତ୍ରୀ ଅଛନ୍ତି, ସମସ୍ତେ ତାଙ୍କର ଅଛନ୍ତି, ଆଉ ମୁଁ ଖାଲି ବସିକି ଖାଇ ପିଇକି ଏସ୍ କରିବି ଆଉ। ନା କାହିଁକି, ତମେ କ'ଣ ଭାବୁଛ ରାଜା ହେଲେ କିଛି କାମ ନାହିଁ, ଖାଲି ଆରାମରେ ଏମିତି ସମୟ ବିତେଇବ? ନା ଆଉ କ'ଣ, ରାଜାଙ୍କର କ'ଣ କାମ? ସିଏ ତାର ଖାଲି ଅର୍ଡ଼ର ଦେବା କଥା, ଲୋକ ସବୁ କାମ କରିବେ। ମୁଁ ଯଦି ରାଜା ହେଇଯାଆନ୍ତି ତାହେଲେ ବଡ଼ ସୁରୁଖୁରୁରେ ଚଳନ୍ତି। ରାଜା କହିଲେ, ଠିକ୍ ଅଛି, ତମେ ଯଦି ସେମିତି ଚାହୁଁଛ ତମେ ମୋ ସହିତ ଟିକେ ଆସ। ନା ତମେ କିଏ, ତମେ ମୋତେ ଏକୁଆଡ଼େ ନେଇକି ଯିବ ନା? ତମେ ଆସ, ତମେ ଯଦି ଆସିବ ମୁଁ ତମକୁ ରାଜା ହେବା ପାଇଁ ରାସ୍ତାଟା ବତେଇଦେବି। କହିଲେ, ଇଏ କହିବ, ତୁ ମୋତେ ରାଜା ହେବା ପାଇଁ ରାସ୍ତା, ତୁ ନିଜେ ଭିକାରୀ, ତୁ ମୋତେ ରାସ୍ତା ବତେଇ ଦେବୁ, ଯା ଯା ତୁ ତୋ ରାସ୍ତାରେ ଯା କହିକି ଇଏ ପଳେଇବ, ଯାଇକି କବାଟ କେଡ଼ା ଦେଇକି ସେ ତାର ଘରକୁ ପଳେଇବ। ରାଜା ସେଠୁ ବାହୁଡ଼ି ଆସିବେ। ବାହୁଡ଼ି ଆସିକି ତା ପରଦିନ ମନ୍ତ୍ରୀକି କହିବେ, ମନ୍ତ୍ରୀ, ସେ ଅମୁକ ଗାଁରେ ଗୋଟେ କୃପା ସିନ୍ଧୁ ବୋଲି ଗୋଟେ ଚାଷୀଟେ ଅଛି, ତାକୁ ଯାଇକି ଆଣ, ଡାକିକି ଆଣ। ମୁଁ ଡାକିଛି ବୋଲି କହିବନି, ତାକୁ ନେଇକି ଆସ କେମିତି ହେଲେ ଦରବାରକୁ। ସେ ତାକୁ ନେଇକି ଆସିବେ। ନେଇକି ଆସିଲେ, ମନ୍ତ୍ରୀ ଆସିଲା ପରେ ରାଜା କୃପା ସିନ୍ଧୁକୁ ନେଇକି ଗୋଟେ ଅଜଣା ରୁମ୍ ଭିତରକୁ, ଘର ଭିତରକୁ ପଳାଇବେ। ଯାଇ କହିବେ, ଦେଖ ତୁମେ କହୁଥିଲ ପରା ତମେ ରାଜା ହେଇକି ହେବାକୁ ଚାହୁଁଛ ବୋଲି। କହିଲେ କୃପା ସିନ୍ଧୁ ଡରିଯିବଣି, କାଳେ ରାଜା ତାକୁ ଦଣ୍ଡ ଦେଇଦେବେ। ସିଏ କହିବ, ନା ତ ମଣିମା, ମୁଁ ସେମିତି କହିନି। ନା ଦେଖ, ଯଦି ରାଜା ହବ, ଏତେ ଛୋଟ ଛୋଟ କଥାରେ ଡରିଲେ ରାଜା କେମିତି ହବ? ଠିକ୍ ଅଛି, ତମେ ଥରେ ରାଜା ହେଇକି ଦେଖ କ'ଣ ଲାଗୁଛି। ଆଜିଠୁ ଆମ ଦୁଇ ଜଣ ଯାହାର ତ ଚେହେରା ଗୋଟେ ଭଳିଆ। ତମେ ନିଅ ମୋର ମୁକୁଟ, ରାଜ ପୋଷାକ ସବୁ ନେଇକି ତମେ ରାଜା ହେଇକି ଏଠି ବସ, ମୁଁ ଯାଉଛି କୃଷକ ହେଇକି ମୁଁ ଚାଷବାସ କରିବି। ଦେଖିବା କେମିତି ଲାଗୁଛି ତମକୁ, ମାସେ 2 ମାସ ପରେ କ'ଣ ଲାଗୁଛି, ତମେ ରାଜା ହେଇକି କେମିତି ଚଳୁଛ। କହିଲେ, ପ୍ରଥମେ ତ ସେ କୃପା ସିନ୍ଧୁ ଚାଷୀଟା ଡରିଯିବ, ତାପରେ ତା ମନରେ ବି ଲୋଭ ଗୋଡ଼େଇବ, କହିବ ହଁ ରାଜା ହେଲେ କେତେ ସୁନ୍ଦର ଖାଇବାକୁ ମିଳିବ, ଏଠି ବଡ଼ ମହଲରେ ରହିବି। ସେ କହିବ, ହଉ ଠିକ୍ ଅଛି, ମୁଁ ହେବି ଆଉ।
ପୁଣି 2 ଜଣ ଯାକ ବେଶ ଅଦଳ ବଦଳ କରିଦେବେ। ଇଏ ରାଜା ବେଶ ପିନ୍ଧିଦେବ କିଏ କୃପା ସିନ୍ଧୁ, ଆଉ ମୋହନ କୁମାର ଯିଏ ରାଜା ସିଏ ତାଙ୍କର ଚାଷା ବେଶ ପଡ଼ିଯିବେ। ପଡ଼ିକି ଦ୍ୱାର ବାହାରକୁ ଆସିବେ। ଆସିକି କୃପା ସିନ୍ଧୁକୁ ମୋହନ କୁମାର କହିବେ ହଉ ମହାରାଜ ମୁଁ ଆସୁଛି କହିକି ପଳେଇବେ। କୃପା ସିନ୍ଧୁ ଯେ ରାଜା ଖୋଳ ପକେଇ ମୁକୁଟ ପିନ୍ଧିକି ଡରି ଯାଉଥିବ, ଯାଇକି ବସିବ ସିଂହାସନ ଉପରେ। ଆଉ ବସିଲେ ମନ୍ତ୍ରୀମାନେ ସବୁ ଆସିକି, ମନ୍ତ୍ରୀମାନେ କେହି ଜାଣିପାରିବେନି, ସମସ୍ତେ ଭାବିବେ ହଁ ରାଜା ବସିଛନ୍ତି ଆମର। ବସିକି ରାଜାଙ୍କୁ ସବୁ ସେଦିନର ସମାଚାର ସବୁ ଦେବେ। ମହାରାଜ ସେ ଅମକ ରାଜ୍ୟ ଏତିକି ସ୍ୱର୍ଣ୍ଣ ମୁଦ୍ରା ଆମକୁ ଖଜଣା ଆକାରରେ ଦେଲେ, ସେଠି ଗୋଟେ ବନ୍ଧ ଖୋଳା ହବ, ସେଠି ଗୋଟେ କୂଅ ଖୋଳା ହବ, ଯାହା କିଛି କହିବେ। ଇଏ ତ ମୂର୍ଖ ଚାଷୀ, ଇଏ ଖାଲି ହଁ ହଁ ଠିକ୍ ଅଛି କରିଦିଅ ଏମିତି କହିକି ରହିବ। ରହୁ ରହୁ ଗୋଟେ ଲୋକକୁ ଆଣିଲେ ଦଣ୍ଡ ଦେବା ପାଇଁ। କିଏ? ମନ୍ତ୍ରୀ। ଯେ ମହାରାଜ ଏଇ ଲୋକଟା ପାଚେରୀ ଗୋଟେ ଭାଙ୍ଗିକି ଖୋଳିକି ସେ ଆମ ଘରେ ପଶିକି ଚୋର କରୁଥିଲା। ଆଉ ସେଇ ଲୋକଟା ଆଉ ଗୋଟେ ଲୋକକୁ ଆଣିଥିବେ, କହିବେ ସିଏ ଯେ 3ଟା ଲୋକକୁ ମାରି ଦେଇଛି ଚୋର କରିବାକୁ ଯାଇକି। ଏମିତି ବିଭିନ୍ନ ପ୍ରକାର ଚୋରଙ୍କୁ ସବୁ ଆଣିବେ, ଆଣିକି ତାଙ୍କୁ ଦଣ୍ଡ ଦେବାକୁ କହିବେ। ଇଏ ତ ଚାଷୀ, ଇଏ ତ ଦଣ୍ଡ ବିଷୟରେ କିଛି ଜାଣିନି। ଇଏ କହିବ ଗୋଟେ କାମ କର, ତମେ ଯାଅ କାଲିକି ଚୋର ବିଷୟରେ ନ୍ୟାୟ କରିବା, ଆଜି ଥକା ଲାଗିଲାନି ମୁଁ ଟିକେ ଯାଉଛି କହିକି ପଳେଇବ ଅନ୍ତପୁରକୁ। ମନ୍ତ୍ରୀ ସମସ୍ତଙ୍କୁ ଜେଲକୁ ନେଇଯିବେ, ଯାଇକି ରହିବେ। ରହିଲେ ଇଏ କ'ଣ କରିବ, କଟୁଆଳକୁ ଡାକିବ। କିଏ? ଯେଉଁ ରାଜା ବେଶ ପଡ଼ିଛି କୃପା ସିନ୍ଧୁ। ଡାକିକି କଟୁଆଳ କହିବ ଆଚ୍ଛା କଟୁଆଳ ମୋତେ କହିଲ କେଉଁ ଦୋଷ ପାଇଁ କ'ଣ ଦଣ୍ଡ ଅଛି? କହିଲେ କଟୁଆଳ କହିବ ମହାରାଜ ଆପଣ ତ ସବୁ ଜାଣିଛନ୍ତି, ଆପଣ ଯାହା କହିବେ ସେଇଆ ହବ। ନା ମୁଁ ସବୁ ଜାଣିଛି ଯେ ତମେ କ'ଣ ଜାଣିଛ କୁହ। କହିଲେ ସେ ସବୁ କହିବ। କିଏ ଯଦି କାହାକୁ ଅନ୍ୟାୟରେ ବାଡ଼େଇଲା କ'ଣ ଦଣ୍ଡ, କିଏ ଯଦି କାହାକୁ ଠକିଲା କ'ଣ ଦଣ୍ଡ, ଚୋରି ହାରି ପାଇଁ କ'ଣ ଦଣ୍ଡ, ଏମିତି ସବୁ କଥା ଯେତେବେଳେ ଗାଇବ ଧରିକି ବହୁତ ଗୁଡ଼ାଏ କଥା। ଇଏ ଦେଖିବ ଏତେ କଥା ତ ମୋର ମନେ ରହିବନି। ଇଏ କହିବ ଗୋଟେ କାମ କର, ଯାଅ ଆଜିଠୁ ନୂଆ ରୁଲ୍ ଲାଗୁ କର। ନା କ'ଣ? ନା ଯେକୌଣସି ପ୍ରକାର ଚୋରି କାମ କଲ ମାନେ ତାକୁ ଫାଶୀ ଦଣ୍ଡ। ଭୟରେ ତ ଲୋକ କେହି ଚୋରି କରିବେନି, ଆଉ ଟିକିଏ ଇଏ କଲେ ଫାଶୀ। କଟୁଆଳ କହିବେ କ'ଣ ରାଜା ଏଇ କଥା କହୁଛନ୍ତି, ସବୁ ଚୋରିକୁ ଫାଶୀ ଦଣ୍ଡ? ହଉ ଯାଇକି କଟୁଆଳ ମନ୍ତ୍ରୀ କହିବେ। ମନ୍ତ୍ରୀ ଜାଣିବେ ଯେ ଆଜି ତ ଏତେ ଗୁଡ଼ାଏ ଚୋରଙ୍କୁ ନେଇଥିଲି, ସେଇଥିପାଇଁ ବୋଧେ ରାଜା ବିରକ୍ତ ହେଇକି ଏମିତି କହିଛନ୍ତି। ଆଉ କହିବେ ହଉ ଠିକ୍ ଅଛି, ତମେ ଏବେ ଏଇଟା ଡିକ୍ଲେୟାର କରନି ରାଜ୍ୟରେ, ଦେଖିବା ରାଜାଙ୍କୁ ବୁଝେଇ ସାରିଲା ପରେ କଥା ହେବା କହିକି ମନ୍ତ୍ରୀ ପଳେଇବେ। ତା ପରଦିନ ସକାଳୁ ଯେତେବେଳେ ଆସିବେ, କ'ଣ ହେଇଛି ନା ଗୋଟେ ଚୋର ପୁଣି ଅଣା ହେଇଛି, ତାକୁ ଦଣ୍ଡ କରିବେ ରାଜା। ରାଜା ତ କାଲି ରାତିରୁ ଫିଡ଼ିକି ଅଛନ୍ତି। କିଏ? କୃପା ସିନ୍ଧୁ ରାଜା। ରାଜା କହିଲେ ମୁଁ ବା କହିଲି ଯେକୌଣସି ଚୋରି ହେଇଛି ମାନେ ମୃତ୍ୟୁଦଣ୍ଡ, ତାକୁ ଫାଶୀ ଦିଅ, ଯାଅ ଯିଏ ବି ଚୋର ଆସି ତାକୁ ନେଇଯା ଫାଶୀ ଦିଅ। ମନ୍ତ୍ରୀ କହିଲେ ମହାରାଜ ଟିକେ ଶୁଣନ୍ତୁ ପୁରା କଥାଟା। ନା କିଛି ଶୁଣାଶୁଣି ନାହିଁ, ଚୋରି କାମ କରିଛି ମାନେ ତାକୁ ଫାଶୀ ଦିଅ, ନେଇଯାଅ ଫାଶୀ ଦେବ। କହିଲେ ତାକୁ ଦୂତମାନେ ଭିଡ଼ିକି ନେଇଗଲେ ବାହାରକୁ। ଯେତେବେଳେ ଫାଶୀ ଦେବାକୁ ନେଲେ ଗଲେ, ଲୋକ ମାତିଲେ, ଲୋକ ଦୌଡ଼ି ଆସିଲେ। କ'ଣ ହେଇଛି ନା ରାଜାକୁ ଫାଶୀ ଦଣ୍ଡ ଦେଲେ। ଆରେ ଫାଶୀ କ'ଣ ପାଇଁ ଦେବ? ସେଇ ଯେଉଁ ଚୋର ଆସିଥିଲା ତାର ବାପା ମା ଭାଇ ଭଉଣୀ ମାମୁଁ ମାଇଁ ସାଙ୍ଗସାଥି ଦାଦା ଖୁଡ଼ି ଯେଉଁମାନେ ସବୁ ନିଜ ବନ୍ଧୁବାନ୍ଧବ ସେମାନେ ଆସିଲେ। କଥା କ'ଣ ବୁଝିଲା ବେଳକୁ କ'ଣ ହେଇଛି ନା ସେଇ ଲୋକଟି ଯାଉଥିଲା ଗୋଟେ ରାସ୍ତାରେ, ଭୋକ ଲାଗିଲା ତାକୁ, ତ ସେ ଦେଖିଲା ଯେ ପାଖରେ ଗୋଟେ ବଗିଚା ହେଇଛି, ପରିବାପତ୍ର ସବୁ ଲଗା ହେଇଛି। ସିଏ ଦେଖିଲା ବଗିଚାରେ ଭେଣ୍ଡି ଗଛ ସବୁ ଅଛି, ତ ସିଏ ସେ ବଗିଚା ଭିତରକୁ ପଶିକି ଭେଣ୍ଡି 2-4ଟା ଖାଇଦେଲା। ଖାଇଦେଲା ବେଳକୁ ବଗିଚାର ମାଲିକ ଦେଖିଦେଲା, ଦେଖିଦେଇକି ପାଟିଗଲା ତାକୁ, ହେ ମୋ ଭେଣ୍ଡି ଚୋରି କରିଛୁ ବୋଲି। ସେ କହିଲା ନା ନା ମୋତେ ଭୋକ ଲାଗିଲା ବୋଲି ମୁଁ ଖାଇଦେଲି, ଆଉ ମୁଁ ତୁମକୁ ତାର ପଇସା ଦେଇଦେବି। ନା ନା ତୁ ପଇସା ଦେଇଦେଲେ କ'ଣ ହେବ, ତୁ କେତେ ଭେଣ୍ଡି ଖାଇଲୁଣି ମୁଁ କ'ଣ ଦେଖିଛି? ତୁ ତୋଳିକି ବ୍ୟାଗ୍ ରଖିଥିଲେ ମୁଁ ଦେଖିନାହିଁ, ତୁ ତ ଖାଇ ଦେଇଛୁ। ତୁ 4ଟା ଖାଇଲୁ କି ମୋର କେତେ ହେବ ଭେଣ୍ଡି ଖାଇସାରିଲୁଣି। ଇଏ କହିଲା ଆରେ ମଣିଷଟେ ମୁଁ କେତେ ଖାଇବି? ନା 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 କହିକି ତାକୁ ଭିଡ଼ିକି ନେଇଥିଲା ରାଜାଙ୍କ ପାଖକୁ। ରାଜା କିଛି ନ ବୁଝି ତାକୁ ମୃତ୍ୟୁଦଣ୍ଡ ଫାଶୀ ଦେଇଦେଲେ। ତ ଲୋକ ବିରକ୍ତ ହେବେ ନା ନାହିଁ। ଲୋକ କହିଲେ ଆରେ ଭେଣ୍ଡି ଚୋର କଲା ବୋଲି ତାକୁ ଫାଶୀ ଦଣ୍ଡ। ଲୋକ କ'ଣ କଲେ, ସେ ଦୂତମାନଠୁ ଛଡ଼େଇକି ସେ ଲୋକକୁ ତାକୁ ଭିଡ଼ି ଦରବାର ଆଡ଼େ ସବୁ ଆସିଲେ। ବହୁତ ଲୋକ ଯେତେବେଳେ ଆସିଲେ, ହଜାର ହଜାର ଲୋକ, ମନ୍ତ୍ରୀ ସେନାପତି ସବୁ ଖବର ପାଇକି ଯାଇକି ରାଜାଙ୍କୁ କହିଲେ, କୃପା ସିନ୍ଧୁ ରାଜାକୁ, ମହାରାଜ ଆଉ ରକ୍ଷା ନାହିଁ। କ'ଣ ହେଲା ନା ଆପଣ ସେ ଯେଉଁ ଚୋରି କରିଥିଲା, ଭେଣ୍ଡିଟେ ଚୋରି କରିଥିଲା, ତାକୁ ଦେଇଦେଲେ ଫାଶୀ ଦଣ୍ଡ। ଲୋକ ତାତିକି ଉତ୍ତ୍ୟକ୍ତ ହେଇକି ଆସିଲେ ମାରିବେ ବୋଲି। ଆଉ ନା ସୈନ୍ୟବାହିନୀ ପଠାଉନ, ନା ସୈନ୍ୟବାହିନୀ ସିନା ଶତ୍ରୁ ସହିତ ଲଢ଼େଇ କରିବେ, ନିଜ ଲୋକ ଯାକ ସେ ସୈନ୍ୟବାହିନୀର ବାପା ମା ଯିଏ ସୈନ୍ୟ କାମ କରୁଛି ତାର ବି ଦାଦା ଖୁଡ଼ି ତାର ବନ୍ଧୁବାନ୍ଧବ ଥିବେ, ସିଏ କ'ଣ ସେମାନଙ୍କୁ ମାରିବେ? ତାହେଲେ କ'ଣ କରିବା? ନା କ'ଣ କରିବା ନାହିଁ, ଆପଣ ହାତ ଗୋଡ଼ ଯୋଡ଼ିକି ଭୁଲ ମାଗନ୍ତୁ ସମସ୍ତଙ୍କୁ। ଇଏ କହିଲେ ହଉ ଠିକ୍ ଅଛି, ଟିକେ ଅପେକ୍ଷା କର, ମୁଁ ଗୋଟେ 10 ମିନିଟ୍ରେ ଆସୁଛି।
କହିକି ରାଜା ପୁଣି ଭିତରକୁ ପଳେଇଲେ। ଭିତରୁ ଯାଇ ଚିନ୍ତା କଲା, ଆରେ ହେ, ଏ ରାଜା ହବାଟା ତ ବହୁତ କଷ୍ଟ। ଯୋଉ କାମ କଲା ବେଳକୁ ଏମିତି ସବୁ ଅସୁବିଧା, ଏତେ ଲୋକ ଯାଇକି ଛାତ ଉପରକୁ ଯାଇକି ଯେତେବେଳେ ଦେଖିଲା ହଜାର ହଜାର ଲୋକ ବାହାରେ ରାଗି ଚିଲଉଛନ୍ତି, ଇଏ କ'ଣ କରିବ ଆଉ କିଛି ବୁଝିପାରିଲାନି। ତରବରରେ ବାରିପଟ ଦେଇ ଡିଆଁ ମାରିକି ଯାଇକି ସେଇ ଯୋଉ ତା ନିଜ ଘର ଯୋଉ ମୋହନ କୁମାର ଯୋଉଠି ଚଷା କାମ କରୁଛି ସେଠି ଯାଇ ତା ଗୋଡ଼ ତଳେ ପଡ଼ିଗଲା। କହିଲା, ମହାରାଜ, ମୋର ମହାରାଜ ହେବା ଦରକାର ନାହିଁ, ତୁମେ ତୁମର ଗାଦି ସମ୍ଭାଳ, ମୋତେ ମୁଁ ଚାଷୀ ହେଇକି ଠିକ୍ ଥିଲି, ମୋର କିଛି ଦରକାର ନାହିଁ ସବୁରେ। ମୋହନ କୁମାର ଆଉ କ'ଣ କରିବେ? କହିଲେ, ହଉ ଏବେ ବୁଝିଲୁ ତ, ଛାଡ଼ ଛାଡ଼, ଜଲ୍ଦି ଆସେ। ଘର ଭିତରୁ ଯାଇକି ପୁଣି ଡ୍ରେସ୍ ପତ୍ର ଚେଞ୍ଜ ଚାଞ୍ଜ କରି ନିଜେ ସିଏ ରାଜା ହେଇ ପୁଣି ଚାଲିଲେ ଦରବାର ଆଡ଼େ। ଦରବାର ଆଗରେ ସବୁ ଲୋକ ଗହଳି ହେଇଛନ୍ତି, ଇଏ ରାଜା ଏପଟ ଆଡ଼କୁ ଗଲେ। ସମସ୍ତେ ଦେଖି ମନ୍ତ୍ରୀ ବି ଆଶ୍ଚର୍ଯ୍ୟ, ଆରେ ରାଜା ତ ଭିତରେ ଥିଲେ ପୁଣି ବାହାରୁ କେମିତି ଆସିଲେ? ସମସ୍ତେ ଆଶ୍ଚର୍ଯ୍ୟ। ଏ ଭିତରେ ରାଜା ଯାଇକି ଦରବାରରେ ବସିଲେ, ବସିକି ସମସ୍ତଙ୍କୁ ଡାକିକି ସବୁ କଥା କହିଲେ, ଏମିତି ଏମିତି କଥା, ଯିଏ ବସିଥିଲା ସିଏ ଆକ୍ଚୁଆଲି ରାଜା ନୁହଁ, ସିଏ ହେଉଛି ଏମିତିଆ ଗୋଟେ ଆଦିବାସୀ, ଏ ଯୋଉ ଚଷାଟେ, ତେଣୁ ଏମିତି ଭୁଲ ହେଇଗଲା, ଆଉ ଏସବୁ ଭୁଲ ହବନି, ଯାଉଛି ଯାର ଶାନ୍ତିରେ। ସମସ୍ତେ ହସିଲେ, ହସିକି ଯିଏ ଯାର ବାହୁଡ଼ି ଗଲେ। ସେଇଦିନଠୁ ଗୋଟେ କଥା ଅଛି ଯେ, ଭେଣ୍ଡି ଚୋରକୁ ମୁଣ୍ଡ କାଟ, ମାନେ ଏଇଭଳିଆ ମୂର୍ଖ ରାଜା ହେଲେ ଏଇଭଳିଆ କାମ ହବ ଆଉ। ବୁଝିଲ ତ ପିଲାମାନେ? ତାହେଲେ ଆଜି ପାଇଁ ଏତିକି, ବାଏ।